जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर आस्ट्रो सेशन आरंभ करिबा। आस्ट्रो सेशन क्रम रे आमे पढ़िबा आज पूर्व फाल्गुनी नक्षत्र। पूर्व फाल्गुनी नक्षत्र आमे नक्षत्र सीरीज कोन पे करूचे ना नक्षत्र सीरीज एत पे करूचे जे आपण मानकर चार्ट रे जे कोनोसी लोकर कुंडली रे जे कोनोसी ग्रह जेउ भी भाବରେ बसनु से गोटे नक्षत्र रे बसिथिबे एवं पूर्व वैदिक काल रे कोनोसी प्रेडिक्शन रो टेक्निक प्रायतः नथिला। से नक्षत्र को बेस करी ही प्रेडिक्शन करा जाउथला एवं जेहेतु नक्षत्र को बेस करी प्रेडिक्शन करा जाउथला तेणु नक्षत्रर क्यारेक्टरिस्टिक्स विषय रे हम मानक जानिबा दरकार। भाବରେ बसिथिबा ग्रह जदि गाड़ी हुए तेबे से गाड़ी रो तेल होउची से नक्षत्र। तो चलନ୍ତୁ आरंभ करिया पूर्व फाल्गुनी नक्षत्र। याकू कुहा जाय द फ्रूट ऑफ द ट्री गछर फल। ए नामकरणर ना ये ना देवार तार तात्पर्यटा कौन? पूर्व फाल्गुनी नक्षत्र रे पूर्व फाल्गुनी नक्षत्र रे जन्म होइतिबा पिला माने जनरली सेमानकर मन रेजल्ट ओरिएंटेड रहे। नहीं कौन गोटे काम कले कौनटा रेजल्ट से पाइबे प्रायतः से निष्काम हुई नथांती। ठीक अछि। तो प्लैनेट जो पूर्व फाल्गुनी नक्षत्र रो देवता होउचंदी भग। एही देवताଙ୍କ विषय आपण यूट्यूब रे चेक करि परिबे नले गूगल रे चेक करि परिबे। आउ यार सिंबल होउची जो गोटे झूला माने स्विमिंग रो गोटे झूला। ठीक अछि। पहरियाକୁ जो ମାନେ ଧର ଗଛରେ ଆମେ ଦୋଳି ବାନ୍ଧି ଦେଲୁ ଯେମିତି ଛୁଆଙ୍କୁ ଗୋଟେ ତମେ ଏପଟେ ଗୋଟେ ଇଏ ବାନ୍ଧି ଦବ ଲୁଗା ଗୋଟେ ଏପଟେ ବାନ୍ଧି ଦବ ଆଉ ଗୋଟେ ଖୁଣ୍ଟରେ ଆଉ ଗୋଟେ ଲୁଗାକୁ ବାନ୍ଧି ଦବ ଛୁଆକୁ ମଝିରେ ଶୁଆଇକି ଏମିତି ଯୋଉ ଦୋଳି କରାନ୍ତି ସେଇଟା ହଉଛି ତାର ସିମ୍ବଲ। ଛୁଆ ନଥିବ ସେଠି ସେଇ ଯୋଉ ଦୋଳିଟା ସେଇଗୁଡାକୁ ଭାବନ୍ତୁ ସେଇ ଇଏଟା ହଉଛି ସୁଇଙ୍ଗିଂ ର ଜିନିଷଟା ସୁଇଙ୍ଗ ହଉଥିବ ସେଟା ହଉଛି ତାର ସିମ୍ବଲ। ତେଣୁ ତାଙ୍କର ମନ କୋଉ ଭଳି ଭାବରେ ଦୋଳୟମାନ ହଉଥିବ ସେଥିରୁ ଆପଣ ବୁଝିପାରୁଥିବେ। ଏହାକୁ ପ୍ଲାନେଟ ଭେନସ ରୁଲ କରନ୍ତି। ଧର୍ମ ଅର୍ଥ କାମ ମୋକ୍ଷ ପୁରୁଷାର୍ଥ ଭିତରୁ ଏ କାମ ପୁରୁଷାର୍ଥ ଅଣ୍ଡରରେ ଆସୁଛି। ଠିକ ଅଛି ନା। ଏହାର ଗଣ ମନୁଷ୍ୟ ଗଣ ବର୍ଣ୍ଣ ହଉଛି ବ୍ରାହ୍ମଣ ପ୍ରିଏଷ୍ଟ ପୂଜାରୀ। ଏହାର ନିଜସ୍ୱ ତତ୍ଵ ହଉଛି ଜଳ ତତ୍ଵ। ବ୍ରହ୍ମା ବିଷ୍ଣୁ ମହେଶ୍ଵର ଯୋଉ ତ୍ରିମୂର୍ତ୍ତି ଅଛନ୍ତି ଏଇ ନକ୍ଷତ୍ରକୁ ଭଗବାନ ବିଷ୍ଣୁ ରୁଲ କରନ୍ତି। ସଷ୍ଟେନାନ୍ସ ବା ମେଣ୍ଟେନାନ୍ସ ହଉଛି ଏହାର ତତ୍ଵ। ୟାକୁ ଯୋଉ ଆନିମଲ ରିପ୍ରେଜେଣ୍ଟ କରେ ପୂର୍ବ ଫାଲ୍ଗୁନି ନକ୍ଷତ୍ରକୁ ସିଏ ହେଲା ଫିମେଲ ରିଆଟ ମାଇ ମୂଷା ଏବଂ ଯୋଉ ପକ୍ଷୀ ୟାକୁ ରିପ୍ରେଜେଣ୍ଟ କରେ ସିଏ ହେଲା ଇଗଲ। ଏବଂ ଯୋଉ ଗଛ ଏଇ ପ୍ଲାନେଟ କୁ ରିପ୍ରେଜେଣ୍ଟ କରେ ତାକୁ କୁହାଯାଏ ପଳାଶ ଗଛ। ଏଇ ନକ୍ଷତ୍ରରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କର ଆଦ୍ୟ ଅକ୍ଷର ମୋ ତା ତି ତୋ ମୋ ତା ତି ତୋ ରୁ ଆରମ୍ଭ ହେବା ଦରକାର। ପୂର୍ବ ଫାଲ୍ଗୁନି ନକ୍ଷତ୍ର ଜେନେରାଲି ଆପଣ ମାନେ ପାଇବେ ସିଂହ ରାଶିରେ। ଠିକ ଅଛି ନା। ଆପଣ ମାନେ ଦେଖନ୍ତୁ ଗ୍ରହ ମାନେ ପରସ୍ପରର ଶତ୍ରୁ ହେଲେ ମଧ୍ୟ କିଛି ନକ୍ଷତ୍ର ତାଙ୍କର ରାଶିରେ ସିଂହ ରାଶିରେ ତିନିଟା ନକ୍ଷତ୍ର ଆସୁଛି ମଘା ପୂର୍ବ ଫାଲ୍ଗୁନି ଉତ୍ତର ଫାଲ୍ଗୁନି। ମଘାର ଚାରିଟା ଚରଣ ପୂର୍ବ ଫାଲ୍ଗୁନି ନକ୍ଷତ୍ର ଚାରି ଚରଣ ଏବଂ ଉତ୍ତର ଫାଲ୍ଗୁନିର ଗୋଟେ ଚରଣ। ମଘା କେତୁର ନକ୍ଷତ୍ର ସୂର୍ଯ୍ୟଙ୍କ ଡୋମେନ ଭିତରେ ଆସୁଛି ଗୋଟେ କେତୁର ନକ୍ଷତ୍ର। ଆଉ ଗୋଟେ ହେଲେ ଶୁକ୍ରଙ୍କର ନକ୍ଷତ୍ର ଆଉ ଉତ୍ତର ଫାଲ୍ଗୁନିଟା ସୂର୍ଯ୍ୟଙ୍କ ନିଜ ନକ୍ଷତ୍ର। ତେବେ ଏମିତି କାହିଁକି ଡିଜାଇନ ହେଇଛି ନକ୍ଷତ୍ର ସିଷ୍ଟମ ଟା କି ଯୋଉମାନେ ଗ୍ରହ ଜଗତରେ ସାଙ୍ଗ ନୁହନ୍ତି ସେମାନଙ୍କ ନକ୍ଷତ୍ର ସେଇ ରାଶିରେ ପଡୁଛି। ଏଥିରୁ କ୍ଲିୟରଲି ଡିପିକ୍ଟ ହଉଛି ଯେ ନକ୍ଷତ୍ର ଏତେ ଇମ୍ପୋର୍ଟାଣ୍ଟ ଯଦି ତାର
ସିଷ୍ଟମ ଟାକୁ ବୁଝାଯାଏ, ତାହେଲେ ସେଇଠି ଆପଣ ମାନେ ଦେଖିବାକୁ ପାଇବେ ଯେ ଆକ୍ଚୁଆଲି ତା ମନ ଭିତରେ କଣ ଚାଲିଛି, ସେଟା ଚନ୍ଦ୍ରକୁ ଦେଖି ଜଣା ପଡିବ। କାରଣ ଚନ୍ଦ୍ର ଯୋଉ ନକ୍ଷତ୍ରରେ ବସିଗଲା ସେଟା ହେଇଗଲା ଆମ ରାଶି। ଏବେ ଚନ୍ଦ୍ର ଯୋଉ ନକ୍ଷତ୍ରରେ ବସିଲା ସେ ନକ୍ଷତ୍ରର ଅଧିପତି କିଏ ଏବଂ ତାର ମନ କିଭଳି ରହିବ ସେଥିରୁ ଆମେ ବୁଝିପାରିବା। ତେବେ ଏଇ ସେସନରେ ଆମେ ଜାଣିଲେ ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ବିଷୟରେ। ଆମେ ପୁଣି କିଛି ନକ୍ଷତ୍ର ସିରିଜକୁ କଣ୍ଟିନ୍ୟୁ କରିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।